ମାଲକାନଗିରି କାଲିମେଳା ବ୍ଲକରୁ ଆସିଛି ଏକ ବଡ଼ ଦୁର୍ନୀତିର ଖବର। ସରକାର ଉନ୍ନତ ମାନର ଯୋଗାଯୋଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି ଅସାଧୁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାତ୍ର କିଛି ଦିନ ପୂର୍ବରୁ ନିର୍ମାଣ ହୋଇଥିବା ରାସ୍ତା ଏବେ ତାତିଲା ବେଳକୁ ପିଚୁ ଫାଟିବାକୁ ଲାଗିଲାଣି, ଯାହାକୁ ନେଇ ଏବେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଦୃଶ୍ୟ ହେଉଛି କାଲିମେଳା ବ୍ଲକ ଏମ୍ପିଭି 55ରୁ ମାଲାଭରମ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତାର। ସୂଚନା ଅନୁଯାୟୀ ମାତ୍ର କିଛି ଦିନ ପୂର୍ବରୁ ଏହି ରାସ୍ତାର ପିଚୁ କାମ ସରିଥିଲା, କିନ୍ତୁ କାମ ସରିବାର କିଛି ଘଣ୍ଟା ନ ଯାଉଣୁ ରାସ୍ତାରୁ ପିଚୁ ଆପେ ଆପେ ଛାଡ଼ିବା ଆରମ୍ଭ ହେଲାଣି। ଠିକାଦାର ନିମ୍ନମାନର ସାମଗ୍ରୀ ବ୍ୟବହାର କରିଥିବା ବେଳେ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜିବା ପାଇଁ ରାତି ଅଧରେ କାମ ସାରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଠିକାଦାର ଜଣକ ନିଜ ମନ ଇଚ୍ଛା କାମ କରୁଛନ୍ତି। ଆମେ କାମ ବେଳେ କହିଥିଲୁ, କିନ୍ତୁ ସେ ଶୁଣିଲେ ନାହିଁ। ରାତି ଅଧରେ ଅନ୍ଧାରେ କାମ କରି ପଳାଇଲେ। ଏବେ ଦେଖନ୍ତୁ ରାସ୍ତା କେମିତି ତାୱା ପରି ଛାଡ଼ି ଯାଉଛି। ଏହା ସରକାରୀ ଅର୍ଥର ଶୋଷଣ ନୁହେଁ ତ ଆଉ କ'ଣ? ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ରାସ୍ତା ନିର୍ମାଣ ସମୟରେ କୌଣସି ବିଭାଗୀୟ ଯନ୍ତ୍ରୀ ବା ଅଧିକାରୀ ଉପସ୍ଥିତ ନଥିଲେ, ଯାହାର ସୁଯୋଗ ନେଇ ଠିକାଦାର ଲୁହା କଳଙ୍କି ଭଳି ପିଚୁର ଏକ ପତଳା ଆସ୍ତରଣ ପକାଇ କାମ ସାରି ଦେଇଛନ୍ତି। ବର୍ତ୍ତମାନ ଏହି ଦୁର୍ନୀତି ବିରୋଧରେ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି, କାହା ଛତ୍ରଛାୟା ତଳେ ରହି ଠିକାଦାର ଏଭଳି ଦୁର୍ନୀତି କରିବାକୁ ସାହସ କରୁଛନ୍ତି? ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପୁନର୍ବାର ରାସ୍ତା ନିର୍ମାଣ କରୁ। ଭବେଶ ବିଶ୍ୱାସ MB 81 ଏବଂ ମାଲାବରମ ପଞ୍ଚାୟତର ବିଜେଡି ପାର୍ଟିର ପ୍ରେସିଡେଣ୍ଟ ମୁଁ କହୁଛି ଭବେଶ ବିଶ୍ୱାସ। এই যে পশুগুড়ারু 88 মালাবরম পর্যন্ত যে কাম হয়েছে পিজ কাম আপন মানে অফিসর মানকু এবং নেতা মানকু মু অনুরোধ করুছি, আপন মানে আসি দেখন্তু যে সে রাস্তা কেমিতি নিম্ন স্তর কাম করেছি। এই মো হাতରୁ ছাড়ি যাଉଛି পুরা রাস্তা রাতিরে কাম হেলা। এথিরে মতে টিকে भी পিছু দেই নাই, খালি একদম সিপসি দেইকরি পকাই দেইকি যাইছি। আমি মানে বহুত থরে মানা করেছি, আমি 2-3টা গাঁর লোক আসিকরি এটি অনুরোধ করেছি এ ভড়িয়া কাম করন্তু নাই, কিন্তু আমারও কথা সে মানলে নাই। আমাকে আউ ধমক দেলে তবে কহিবাকু কে ଆମେ ଅଫିସର ତରଫରୁ କାମ କରିବା। ମୁଁ ଶ୍ରୀ ଜୀବନ ହାଲଦାର MB 128 ଗାଁ ଆଉ ମିଡ଼ିଆ ମାଧ୍ୟମରେ ମୁଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି। ଯେଉଁ 55ରୁ MPV 55ରୁ ମାଲାବରମ ପର୍ଯ୍ୟନ୍ତ 1.5 କିଲୋମିଟର ଯେଉଁ ରାସ୍ତାଟା ହେଇଛି, ଅତି ନିମ୍ନ ଆକାରରେ ରାସ୍ତା ହେଇଛି। ସେଥିପାଇଁ ବହୁତ ଲୋକମାନେ ଅସୁବିଧାରେ ପଡୁଛି। ଆଉ କାମ କରିବା 20 ଦିନ ମଧ୍ୟରେ ରାସ୍ତାର ଅବସ୍ଥା ନାହିଁ। ସେଥିପାଇଁ ପ୍ରଶାସନ ପାଖରେ ଆମର ଗୁହାର, ଆପଣମାନେ ଜଲ୍ଦି ଏହାର ପଦକ୍ଷେପ ନିଅନ୍ତୁ, ନହେଲେ ଆମେ ଆଗାମୀରେ ଅନ୍ୟ ଧରଣର କିଛି ଆନ୍ଦୋଳନ କରିବୁ। କାମ ଯେତେବେଳେ ଚାଲୁଥିଲା ଆମେ ଗାଁ ଲୋକ 2 ଗାଁ 3 ଗାଁ ଲୋକ ଆସିକିରି ଆମେ କାମ ବନ୍ଦ କରାଇଲୁ। ଆମର କଥା ସେ ଶୁଣିଲେ ନାହିଁ, ଜବରଦସ୍ତି ରାତିରେ କାମ କରି ପଳାଇଲେ। 55 ଗ୍ରାମର जो मेन रास्ता रही रास्तार मालावरम को संजोग करथिबा जो आउ एक साइड रास्ता रही से रास्तार काम दीर्घ 4-5 दिन तले हेइथिला, किंतु से रास्ताटा निम्न मानर हेछि। ए अभियोग करिसंती 128 ग्रामवासी मध्य बारंबार अभियोग करथिले जे ठिकादार थिले, ठिकादारंकर किंतु व्यापारिक ठिकादारंकर मनमानी जोगु रास्तार अवस्था बेहाल हेइ पड़िछि। तेबे बारंबार अभियोग कले परे मध्य सुनुनांती कोनोसी प्रशासन। याकु नेकी तीव्र निंदा करिसंती ग्रामवासी, याकु नेकी असंतोष प्रकाश हेछि। तेबे देखा बाकी रहा केवे यार काम पुनर्बार आरंभ हो बोलिकी। मालकानगिरी कालीमेलारू अभिषेक मंडल, टाइम्स ऑन ओडिया।